ଦେଶର ସର୍ବବୃହତ ଗାଁ ଯେଉଁଠି ବସବାସ କରନ୍ତି 42 ପାଟକ ବା ଜାତିର 20,000ରୁ ଉର୍ଦ୍ଧ୍ୱ ଲୋକ। ଆଗେ ଥୋରିଆ ପାଟକର ଲୋକେ ବଳଦଙ୍କ ପିଠିରେ କଂସା ପିତଳ ବାସନ ନେଇ ବାହାରେ ବିକ୍ରି କରୁଥିଲେ। ଦଶହରା ଦିନ ଗାଁ ଠାକୁରାଣୀଙ୍କ ନିକଟରେ ବଳଦ ପୂଜା କରି ବ୍ୟବସାୟରେ ବାହାରିଲେ ଅନୁକୂଳ ଭଲ ହୁଏ ବୋଲି ସେମାନଙ୍କର ବିଶ୍ୱାସ। ବିଭିନ୍ନ ଜାତିର ଲୋକେ ମଧ୍ୟ ସେମାନଙ୍କ କୌଳିକ ବୃତ୍ତିର ସାମଗ୍ରୀକୁ ପୂଜା କରିଥାନ୍ତି ସେଦିନ। ଏସବୁ ପରମ୍ପରା ଭିତରେ ସବୁଠାରୁ ଆକର୍ଷଣୀୟ ହେଉଛି ବଳଦମାନଙ୍କର ଯାତ୍ରା। ସାହି ସାହି ଭିତରେ ଏଥିପାଇଁ ଆରମ୍ଭ ହୋଇଥାଏ ରୀତିମତ ଏକ ପ୍ରତିଯୋଗିତା। ବଳଦମାନଙ୍କୁ ସକାଳୁ ଗାଧେଇ ଦେବା ପରେ ସେମାନଙ୍କୁ ସଜେଇ ଦିଆଯାଏ। ସିଂହରେ ରଙ୍ଗ ବେରଙ୍ଗ ପର ସାଙ୍ଗକୁ ପିଠିରେ ମଖମଲ ରଙ୍ଗୀନ କନା ଉପରେ କଉଡ଼ିର ମାଳି ଓ ନାନା ଅଳଙ୍କାର। ଦଶହରାରେ ନୂଆ ଛିଟ ଜାମା ପିନ୍ଧି କଲେଜ ପଢୁଆ ପିଲେ ବୁଲି ବାହାରିଲା ଭଳି ଗାଁର ବଛା ବଛା